ଆପଣ ପ୍ରଥମେ ମନ୍ଦିର ଗଲେ କ'ଣ କରନ୍ତି? ମୁଣ୍ଡିଆ ମାରନ୍ତି। ମନ୍ଦିର ଯାଉ ଯାଉ ମୁଣ୍ଡିଆ ମାରନ୍ତିନି। ଯେଉଁଠି ମୁଣ୍ଡିଆ ମରା ହେବ ସେଇଠି ମନ୍ଦିର ହେବ। ଆପଣ ଗୋଟେ ରୋଡ଼ କରରେ ପଥର ଥୋଇକି ସିନ୍ଦୁର ମାରନ୍ତୁ, ଆପଣ ମୁଣ୍ଡିଆ ମାରନ୍ତୁ, ଆପଣଙ୍କ ଦେଖା ଦେଖି 10 ଜଣ ମୁଣ୍ଡିଆ ମାରିବେ, ତାପରେ କିଛି ଲୋକ ଇଟା ଦେବେ, ସିମେଣ୍ଟ ଦେବେ, ପଥର ଦେବେ, ତାପରେ କ'ଣ ମନ୍ଦିର ତିଆରି ହେବ? ହେବ ନା ହେବନି? ତାହେଲେ ମୁଣ୍ଡିଆ ମାରିଲେ ମନ୍ଦିର। ଆମ ଘରଟାକୁ ଆମେ ମୁଣ୍ଡିଆ ମାରିକି ମନ୍ଦିର କରିବା। ମନ୍ଦିର ହେଇସାରିଲା ପରେ ମନ୍ଦିର ବାସି ହେବା। ମନ୍ଦିର ବାସି ହେଲେ କେଉଁଠିକି ଯିବା? ମନ୍ଦିର ଯିବା। ଆମେ ମନ୍ଦିର ବାସି ନୁହଁ, ମନ୍ଦିର ଚାଲିଲେ କ'ଣ ନା ଭଗବାନଙ୍କ ଡାକରା ଆସିଲା। ଭଗବାନ କାହିଁକି ତୁମ ଡାକରା ଆସିବେ? ସ୍ୱପ୍ନ ଦୋଷ ହେଲେ ଆଜ୍ଞାମାଳ ଦେଲେ ତୁମକୁ, ବୁଝିପାରନ୍ତି ନା ନାହିଁ? ତେଣୁ ଆମେ ମନ୍ଦିର ଯେଉଁ ଯାଉଛେ ଆଟଲିଷ୍ଟ ଆମ ୟୁନିଫର୍ମରେ ଯିବା। ପୋଲିସ ବର୍ଡ଼ର ଉପରକୁ ଯେତେବେଳେ ପୋଲିସ ଯାଉଛି ତା ଡ୍ରେସ୍ ତା ଗହନ ସବୁ ନେଇକି ଯାଉଛି ନା। ଆପଣ ମନ୍ଦିର ଯିବା ପାଇଁ କେହି ମନା କରୁନାହାନ୍ତି। ଆପଣ ମନ୍ଦିରବାସୀ। ବାପା ମରିଗଲା ଶବ ଦାହ କରିବାକୁ ଯାଇଥିଲେ ବୋଲି ନନା କହୁନ୍ତି 365 ଦିନ ମନ୍ଦିର ଯାଉନି, କହୁନ୍ତି ନା କହୁନାହାନ୍ତି? ପେଟରେ ମାଛ ମାଂସ ଗୁରା ପୁରେଇକି କେମିତି ମନ୍ଦିର ତୁମେ ଯାଉଛ? ଆଉ ପେଟଟାକୁ ସଂସାନ କରିକି ଯାଉଛ। ତୁମ ରୋଷେଇ ଘରଟାକୁ ସଂସାନ କରିଛ ଅଲରେଡ଼ି। ତୁମ ଫ୍ରିଜ୍ ହେଉଛି କ'ଣ କହିଲ? ଶବ ରହିବା ଜାଗା। ତୁମେ ନିଜେ ମଶାଣିରେ ରହୁଛ। ତେଣୁ